ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ନିଅନ୍ତୁ। ପ୍ରଥମ ଖବର, ଏଣିକି ପାରମ୍ପରିକ ପଟ୍ଟା ବଦଳରେ ମିଳିବ ଇଲେକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋଡ୍ ପଟ୍ଟା। ରାଜ୍ୟରେ ଜମି କିଣାବିକା ଏବଂ ମାଲିକାନା ସତ୍ତ୍ୱକୁ ନେଇ ଚାଲିଥିବା ଠକେଇ ଓ ଦ୍ୱନ୍ଦ୍ୱର ଅନ୍ତ ଘଟିବାକୁ ଯାଉଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏବେ ଏକ ଅତ୍ୟାଧୁନିକ ବ୍ୟବସ୍ଥା ଆରମ୍ଭ ହେଉଛି। ଏଣିକି ପାରମ୍ପରିକ ପଟ୍ଟା ବଦଳରେ ହିତାଧିକାରୀଙ୍କୁ ମିଳିବ ଇଲେକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋଡ୍ ପଟ୍ଟା। ଏହି ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ଜମିଜମା କାରବାର ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ସୁରକ୍ଷିତ ହେବ ବୋଲି ଆଶା କରାଯାଉଛି। ପରବର୍ତ୍ତୀ ଖବର, କଟକରେ ଲେଜର ଲାଇଟ୍ ବ୍ୟାନ୍। ଲେଜର ଲାଇଟ୍ ବ୍ୟବହାରକୁ ନେଇ ସମ୍ପୂର୍ଣ୍ଣ ନିଷେଧ କଲେ ହାଇକୋର୍ଟ। ଆଜି ସହର ସମସ୍ୟା ସମ୍ପର୍କିତ ମାମଲାରେ ଶୁଣାଣି ବେଳେ କଟକରେ ଲେଜର ଲାଇଟ୍ କଟକଣାକୁ କଡ଼ାକଡ଼ି ଲାଗୁ କରିବା ପାଇଁ ହାଇକୋର୍ଟ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଡିଜେ ବ୍ୟବହାର ଓ 65 ଡେସିବେଲ୍ କଟକଣାକୁ ମଧ୍ୟ କଡ଼ାକଡ଼ି ଲାଗୁ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ପରବର୍ତ୍ତୀ ଖବର, ଚାଷୀ ମୁଣ୍ଡରେ ଟୋକେନ୍ ଫାଶ। ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଏକ ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ। ଚାଷଠାରୁ ଆରମ୍ଭ କରି ଧାନ ବିକ୍ରି ପାଇଁ ପଞ୍ଜୀକରଣ ପର୍ଯ୍ୟନ୍ତ ଚାଷୀ ସମସ୍ୟା ଭୋଗୁଛି। ଖରିଫ ଋତୁର ଧାନ କ୍ରୟ ପାଇଁ ସରକାରଙ୍କ ତରଫରୁ ପଦ୍ମପୁର ଆର୍ଏମ୍ସି ଅଧୀନରେ 93 ଗୋଟି ଧାନ କ୍ରୟ କେନ୍ଦ୍ର ଆରମ୍ଭ ହୋଇଛି। ରବି ଚାଷ ଆରମ୍ଭ ହେଲାଣି, ହେଲେ ଟୋକେନ୍ ଓ ଟାର୍ଗେଟ ଫାଶରେ ଛନ୍ଦି ହୋଇ ଧାନ ବିକ୍ରି କରିପାରୁନାହାନ୍ତି। ବଳକା ଧାନକୁ ଶାଗ ମାଛ ଦରରେ ବେପାରୀଙ୍କୁ ବିକି କ୍ଷତି ସହୁଛି ଚାଷୀ। ପରବର୍ତ୍ତୀ ଖବର, ବାହାରିଲା ଓଟିଇଟି ରେଜଲ୍ଟ। ପ୍ରକାଶ ପାଇଲା ଓଟିଇଟି 2025 ପରୀକ୍ଷା ଫଳ। 2025 ଡିସେମ୍ବର 25 ତାରିଖ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି। ପେପର 1ରେ 45,000 ପରୀକ୍ଷାର୍ଥୀଙ୍କ ମଧ୍ୟରୁ 32,000 ପାସ୍ ହୋଇଛନ୍ତି। ସେହିପରି ପେପର 2ରେ 1,08,000 ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ 73,954 ଉତ୍ତୀର୍ଣ୍ଣ ହୋଇଛନ୍ତି। ପରବର୍ତ୍ତୀ ଖବର, ରତ୍ନଭଣ୍ଡାର ଗଣତି ମଣତି ପ୍ରସଙ୍ଗରେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ। ଆସନ୍ତା 3 ମାସ ମଧ୍ୟରେ ଗଣତି ମଣତି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ରିପୋର୍ଟ ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ଆସନ୍ତା ବିଧାନସଭା ଅଧିବେଶନରେ ରିପୋର୍ଟ ଉପସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ। ଏନେଇ ଜଷ୍ଟିସ୍ ରଘୁବର ଦାସ କମିଶନରଙ୍କ ରିପୋର୍ଟ ଉପସ୍ଥାପନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଖବର, ଜାନୁଆରୀରେ ଖୁଚୁରା ଦରଦାମ ହାର। ରିପୋର୍ଟ ଅନୁଯାୟୀ ଜାନୁଆରୀ ମାସରେ ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି 2.73% ଥିବାବେଳେ ସହରାଞ୍ଚଳରେ ଏହା ସାମାନ୍ୟ ଅଧିକ ଅର୍ଥାତ୍ 2.77% ରହିଛି। ଏହି ସମୟରେ ଜାତୀୟ ସ୍ତରରେ ଖାଦ୍ୟ ମୁଦ୍ରାସ୍ଫୀତି 2.13% ରହିଛି। ସହରାଞ୍ଚଳରେ ଖାଦ୍ୟ ଦର 2.44% ବଢ଼ିଥିବା ବେଳେ ଗ୍ରାମାଞ୍ଚଳରେ ଏହା 1.96% ରହିଛି। ଗୃହ ନିର୍ମାଣ କ୍ଷେତ୍ରରେ ମୁଦ୍ରାସ୍ଫୀତି 2.05% ରହିଛି। ଗ୍ରାମାଞ୍ଚଳରେ ଏହା 2.39% ଏବଂ ସହରାଞ୍ଚଳରେ 1.92% ରେକର୍ଡ ହୋଇଛି। ପରବର୍ତ୍ତୀ ଖବର, ଟ୍ରେନ୍ ଯାତ୍ରୀଙ୍କ ପାଇଁ ଖୁସି ଖବର। ବନ୍ଦେ ଭାରତରେ ଲାଗୁ ହେବ ଜରୁରୀକାଳୀନ କୋଟା। ଟ୍ରେନ୍ ଯାତ୍ରାର ସବୁଠାରୁ ବଡ଼ ସମସ୍ୟା ହେଉଛି ଏମର୍ଜେନ୍ସି ଯାତ୍ରା ସମୟରେ ଟିକେଟ୍ ନ ମିଳିବା। ଆଉ ଏବେ ଏହି ସମସ୍ୟାର ସମାଧାନ ପାଇଁ ଭାରତୀୟ ରେଳବାଇ ଏକ ବଡ଼ ନିଷ୍ପତ୍ତି ନେଇଛି। ବନ୍ଦେ ଭାରତ ସ୍ଲିପର ଏବଂ ଅମୃତ ଭାରତ ଟ୍ରେନ୍ର ଜରୁରୀକାଳୀନ କୋଟା ଲାଗୁ କରାଯାଇଛି। ଏହାର ଅର୍ଥ ହେଉଛି ଯାତ୍ରୀମାନଙ୍କୁ ବିଶେଷ ପରିସ୍ଥିତିରେ ସିଟ୍ ପାଇବାର ସମ୍ଭାବନା ବଢ଼ିବ। ରେଳବାଇ ବୋର୍ଡ ଏକ ନିର୍ଦ୍ଦେଶ ଜାରି କରିଛି। ପରବର୍ତ୍ତୀ ଖବର, ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ମିଳିବ କି କେନ୍ଦ୍ର ମାନ୍ୟତା? ରାଜ୍ୟସଭାରେ ଉଠିଲା ଦାବି। ଓଡ଼ିଶାର ଶିକ୍ଷା ଦିଗରେ ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟର ବିରାଟ ଅବଦାନ ରହିଛି। ଏଠାରୁ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଶିକ୍ଷା ଗ୍ରହଣ କରିଛନ୍ତି। ଏବେ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରିବାକୁ ଦାବି କରିଛନ୍ତି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ। ଗୁରୁବାର ରାଜ୍ୟସଭାରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ସେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପରବର୍ତ୍ତୀ ଖବର,
ଫସିଲେ ଧୋନି ଦେବାକୁ ପଡ଼ିବ 10 ଲକ୍ଷ ଟଙ୍କା। ଆଇପିଏଲ୍ 2026 ମାର୍ଚ୍ଚ 26 ତାରିଖରେ ଆରମ୍ଭ ହେବାର ସମ୍ଭାବନା ଅଛି। ଏମ୍ଏସ୍ ଧୋନି ଆଇପିଏଲ୍ 2026 ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଧୋନିଙ୍କୁ କିଛି ଦିନ ତଳେ ବ୍ୟାଟିଂ କରୁଥିବାର ଦେଖାଯାଇଥିଲା, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏବେ ଆଗାମୀ ଆଇପିଏଲ୍ ସିଜନ୍ ପୂର୍ବରୁ ଏମ୍ଏସ୍ ଧୋନିଙ୍କୁ ନିଜ ପକେଟରୁ 10 ଲକ୍ଷ ଖର୍ଚ୍ଚ କରିବାକୁ ପଡ଼ିବ। ମାଡ୍ରାସ ହାଇକୋର୍ଟ ଧୋନିଙ୍କ ବିରୁଦ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି।